ପାଣିର ସ୍ୱାଦ ସେତେବେଳେ ଆପଣ ଜାଣିପାରିବେ ଯେତେବେଳେ ଆପଣ ଶୋଷିଲା ଥିବେ। ଠିକ୍ ସେଇଭଳି କୌଣସି ମଣିଷ ଆପଣଙ୍କର କେତେ ନିଜର, ଆଉ ସିଏ ଆପଣଙ୍କୁ କେତେ ସାହାଯ୍ୟ କରିବା ପାଇଁ ଚାହୁଁଛି, ଏସବୁ ଆପଣ ସେତେବେଳେ ଜାଣିପାରିବେ ଯେତେବେଳେ ଆପଣ ଏକା ହୋଇଯାଇଥିବେ। କୌଣସି ବି ମଣିଷକୁ ଧୋକା ଦେଇ ଆପଣ ଏକଥା କେବେ ବି ଭାବିବେନି କି ସିଏ କେତେ ବଡ଼ ମୂର୍ଖଟାଏ ଥିଲା। ଥରେ ଏକଥା ଭାବିବେ ସିଏ ଆପଣଙ୍କୁ କେତେ ଭରସା କରିଥିଲା। ମୋ ଜୀବନରେ ଗୋଟିଏ ଆଶା ଥିଲା କି ମୋ ଜୀବନ ରଙ୍ଗୀନ ହୋଇଯାଉ। ସେ ଭଗବାନ ବି କେମିତିକା ଆଶୀର୍ବାଦ କଲେ ଦେଖନ୍ତୁ। ଯେଉଁ ଲୋକମାନେ ମୋ ଜୀବନରେ ମିଳିଲେ ସମସ୍ତେ ଦିନକୁ ଦିନ ନିଜ ରଙ୍ଗ ବଦଳେଇ ଗଲେ। ଏ ଦୁନିଆରେ କେହି ବି ମୋହର ଶତ୍ରୁ ନାହାନ୍ତି ଆଜ୍ଞା। ତାପରେ ବି ମୁଁ ଚିନ୍ତିତ ମୋ ନିଜ ଲୋକମାନେ ଏତେ କଷ୍ଟ କାହିଁକି ଦିଅନ୍ତି, ଏକଥା ଭାବି ମୁଁ ଚିନ୍ତିତ। ଥରେ ଚା ପ୍ରସ୍ତୁତ ହୋଇସାରିଲା ପରେ କିଛି ସମୟ ରଖି ଗରମ କରି ପିଇଲେ ତାହାର ମଜା ଆସିବନି। ଠିକ୍ ସେଇଭଳି ଯଦି ଗୋଟିଏ ଜାଗାରୁ ଥରେ ବିଶ୍ୱାସ ଓ ଭରସା ଭାଙ୍ଗିଯାଏ, ସମ୍ପର୍କଟା ଯୋଡ଼ି ହୋଇଗଲେ ବି ସେ ପୂର୍ବ ଭଳି ଆଉ ଶକ୍ତ ହୋଇପାରିବନି। ଯଦି ଜୀବନକୁ ଆପଣ ସରଳ କରିବା ପାଇଁ ଚାହୁଁଛନ୍ତି, ତେବେ ଗୋଟିଏ କଥା ମନେ ରଖିଥିବେ ଆଜ୍ଞା। ଯଦି ଆପଣ ପାରୁଛନ୍ତି ପ୍ରତିଦିନ କିଛିଟା ଭଲ କଥା ନିଜ ମନ ଭିତରକୁ ନିଅନ୍ତୁ, ଆଉ ଖରାପ କଥା ନିଜ ମନରୁ ବାହାର କରିଦିଅନ୍ତୁ। ଗୋଟିଏ କଥା ମନେ ରଖିବ ବନ୍ଧୁ, ତୁମେ ଏ ଜୀବନରେ ଏ ଦୁନିଆରେ ତୁମକୁ ସମସ୍ତେ ବୁଝିପାରିବେ ନାହିଁ, ଆଉ ତୁମେ ମଧ୍ୟ ସମସ୍ତଙ୍କୁ କେବେ ବୁଝେଇ ପାରିବ ନାହିଁ। ମନୁଷ୍ୟକୁ ଭଲ ସଂସ୍କାର କୌଣସି ବଜାରରେ ମିଳେ ନାହିଁ ଆଜ୍ଞା। ଏ ସଂସ୍କାର ତ ମଣିଷକୁ ନିଜ ପରିବାରରୁ ମିଳିଥାଏ। ଯଦି କୌଣସି ବି ସମ୍ପର୍କକୁ ବଞ୍ଚେଇବା ପାଇଁ ଚାହୁଁଛନ୍ତି, ତେବେ ସେ ସମ୍ପର୍କରେ ମଣିଷକୁ ନମ୍ରତା ଆଣିବା ଆବଶ୍ୟକ। ଯଦି ପ୍ରତିଟି କଥାରେ ରାଗରୁଷା କରି ଚାଲିବ, ତେବେ ଦିନେ ମହାଭାରତ ହୋଇଯିବ। ଏ ଦୁଃଖ ଏ କଷ୍ଟ ମୁଁ ତୁମକୁ ଗୋଟିଏ ନିବେଦନ କରୁଛି, ଟିକେ ତ ମୋତେ ଡିସ୍କାଉଣ୍ଟ ଦିଅ, କାହିଁକି ନା ମୁଁ ପରା ତୁମର ପ୍ରତିଦିନର ଗ୍ରାହକ। ଏ ଦୁନିଆ ଆମକୁ ଧୋକା ଦେଇ ନିଜେ ସଫଳ ହୋଇଗଲା, ଆଉ ଆମେ ଧୋକା ଖାଇ ଜୀବନରେ ବିଫଳ ହୋଇଗଲୁ। ସବୁବେଳେ ମଣିଷ ଭୁଲ ହୋଇନଥାଏ ଆଜ୍ଞା, ବେଳେବେଳେ ସମୟ ବି ଭୁଲ ହୋଇଥାଏ। ମୋ ଜୀବନରେ ମୋର ସେଇ ଶେଷ ସମୟର ବଡ଼ ବହୁତ ଦୁଃଖର ସହ ଅପେକ୍ଷା ରହିଛି। ମୁଁ ଶୁଣିଛି ବନ୍ଧୁ, ଶେଷରେ କୁଆଡ଼େ ସବୁ କିଛି ଠିକ୍ ହୋଇଯାଏ। କିଛିଟା ଲୋକ ମଣିଷର ଜୀବନରେ ଏଥିପାଇଁ ମଧ୍ୟ ଆସନ୍ତି କି ସେମାନେ ଆମକୁ ଶିଖେଇ ପାରିବେ କି ଜୀବନରେ ଏକା କେମିତି ରୁହନ୍ତି ବୋଲି। ବନ୍ଧୁ, ଏ ଦୁନିଆରେ ମଣିଷ ତ ପ୍ରତିଟି ଘରେ ଜନ୍ମ ନିଏ, କିନ୍ତୁ ମଣିଷ ପଣିଆ ପ୍ରତିଟି ଘରେ କେବେ ମଧ୍ୟ ଜନ୍ମ ନେଇପାରେନି। ଟଙ୍କା ପଇସାକୁ ନେଇ ଜୀବନରେ କେବେ ଗର୍ବ ଅହଙ୍କାର କରନ୍ତୁ ନାହିଁ। ଟଙ୍କା ପଇସା କଥା କ'ଣ, ଟଙ୍କା ଆଜି ଅଛି କାଲି ନଥିବ। ଯଦି ଗର୍ବ କରିବା ପାଇଁ ଚାହୁଁଛନ୍ତି, ତେବେ ନିଜର ମଣିଷ ପଣିଆକୁ ନେଇ କରନ୍ତୁ। କେବେ ବି କୌଣସି ମଣିଷର ଜୀବନ ଖରାପ ଭଗବାନ କରି ଛାଡ଼ନ୍ତି ନାହିଁ ଆଜ୍ଞା।
किछिटा मनीष आम जीवन रे एमिति आसंती जो माने आम जीवन को नष्ट करी पकांती। मु जानिछि बंधु समय तो एठी दुख दौची आउ कष्ट दौची, किंतु गोटिए कथा आपण भूली गले कि ए समय पा आमको बंचिबा शिखौछि। किछिटा लोक जीवन रे एमिति भावरे आसंती जे जेमिति सेमाने केबे आमको छाड़ी जिबे नाही, आउ एमिति भावरे चली जाती जे जेमिति सेमाने आम जीवन रे केबे भी नथिले। आजि कालीर जीवन रे आपणंकु एमिति बहुत लोक मिली जिबे आज्ञा, जो माने आपणंक सह फोटो उठेइबा पाई हसी करी आसी जिबे, किंतु एमिति केही भी लोक आपणंकु मिलिबे नाही जिए आपणंक दुख कष्ट रे आपणंक पाखरे ठिया होउथिबे। ए जीवन भी गोटे हेल्पलाइन नंबर भली होई गलाणी आज्ञा, आवश्यक थिले ही लोके मने पकांती। एक कथा मु भी जानिछि कि जीवन रे बंचिबा एते सहज कथा नुह, किंतु गोटिए कथा कहिबी, हस खुशी रे बंचिबारे किछि असुविधा अछि कि? जदि आपण जीवन रे बसिबा पाई चाहुछंती तेबे असफल लोकमानंक पाखरे बसंतु। सेमानंक पाखरे गर्व ओ अहंकार नथाए आज्ञा, बरम जीवनर अनुभव थाए आज्ञा। आपण भी केड़े आश्चर्य धरणर लोकना, आशा भरोसा मनीष उपरे करुछंती, धोका सेई मनीषठो ही पाउछंती, आउ गाली भगवानंकु दौछंती। एते भी अभियोग करिबा आपण छाड़ी दियंतु आपणंक जीवन रे। जेतिकी भगवान आपणंकु देइचंती सेतिकिरे खुशी रे बंचिबाकु चेष्टा करंतु। चिंता सेतिकी कर जेतिकी रे तुम काम होई जीव। एते चिंता केबे भी करनी जो चिंता तुम जीवन ही नहीं जीव। जदि गोटिए मनीष आउ गोटिए मनीष को भल भावरे बुझी पारिला, से ही तो होउछि संपर्कतार सुंदरता। आपण जदि आजिकालीर दुनिया रे भल मनीष खोजी चलिबे, मु सत कहूछि आज्ञा, आपण एका ही रही जीवे। केबे केबे मनीष सतरे थकी जाई थाए आज्ञा, ता स्वप्नरु धोका पाई हो किंबा ता भविष्यत अंधकार हेई जीवार देखी हो किंबा निज लोकंक ठारू हो। एठी तो सारा दुनिया कहूची कि तू हारी जा, किंतु हृदय चुप रही धीरे धीरे कहूची तू चेष्टा कर, मु जानिछि तू करि पारिबु। जो पर्यंत आपण ए दुनिया लोकंक कथा शुणी आसुथिबे, सेई पर्यंत जीवन रे केबे सफलता पाई पारिबे नाही। जेबे निज मन और हृदयर कथा शुणिबे, सेबे आपण सफलता पाई पारिबे। जो मनुष्य आपणंक जीवनरु जीवा पाई चाहुछि, से चाली ही जीव आज्ञा। आपण केते भी ताकू डाकिबा पाई चेष्टा करंतु ना काहीकि, से केबे भी फेरी आसीबनी। लोके कुहंती ना कि जो लोक प्रकृतरे आपणंक सांगरे रहिबा पाई चाहुथिबो, आपणंक परिस्थिति जहा भी हो ना काहीकि, से आपणंक सांगरे रहिबो। आउ जो मनीष आपणंकु छाड़ी जीवा पाई चाहुथिबो,
ଆପଣଙ୍କ ପରିସ୍ଥିତି କେତେ ଭଲ ହୋଇଥାଉ ନା କାହିଁକି ସେ ଛାଡ଼ି ଚାଲିଯିବ। ଏ କର୍ମ ଏମିତି ଗୋଟେ ଫସଲଟିଏ, ପ୍ରତିଟି ମୁହୂର୍ତ୍ତରେ ପ୍ରତିଟି କ୍ଷେତ୍ରରେ ମଣିଷକୁ କାଟିବାକୁ ହିଁ ପଡ଼େ। ସେଥିପାଇଁ ଜୀବନରେ ଗୋଟିଏ କଥା ମନେ ରଖିଥିବ, ସବୁବେଳେ ଭଲ କର୍ମର ମଞ୍ଜି ପୋତିବ, ତେବେ ତ ଯାଇ ଭଲ କର୍ମର ଫଳ ଫଳିବ। ଯଦି କୌଣସି ମଣିଷକୁ ଧୋକା ଦେଇ ଆପଣ ଭାବୁଛନ୍ତି ଜୀବନରେ ଆପଣ ଖୁସିରେ ରହିଯିବେ, ତେବେ ଆପଣ ଭୁଲ ଭାବୁଛନ୍ତି ଆଜ୍ଞା। କର୍ମର ଫଳ ଏଠି ହିଁ ଭୋଗି ଯିବାକୁ ହବ। ଯିଏ ତୁମକୁ କଷ୍ଟ ଦେଇଛି, କଷ୍ଟ ତାକୁ ବି ମିଳିବ। ଆଉ ଗୋଟିଏ କଥା ମନେ ରଖିଥିବ, ସେ କଷ୍ଟକୁ ଦେଖିବାର ମୌକା ଆପଣଙ୍କୁ ନିଶ୍ଚୟ ମିଳିବ। ମଣିଷ ଯେଉଁଭଳି କର୍ମ କରେ, ମଣିଷ ସେଇଭଳି ଫଳ ପାଏ। ଏକଥା ମୁଁ କହୁନି ଆଜ୍ଞା, ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରେ ସବୁ ଦେଖୁଥିବେ ତ ନିଶ୍ଚୟ।